ଯୋଜନା ପାଇଁ ବ୍ୟାଙ୍କରେ ଲାଗିଛି ଅସମ୍ଭାଳ ଭିଡ଼। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାମାନଙ୍କ ମନରେ ସୃଷ୍ଟି ହୋଇଛି ଅହେତୁକ ଉତ୍ସାହ। ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିରେ 5,000 ଟଙ୍କା ପ୍ରଦାନ କରିଛନ୍ତି। ମୋବାଇଲ ଖୋଲି ଦେଖିଲା ପରେ ସୁଭଦ୍ରା ଯୋଜନାର ଅର୍ଥ ଜମା ହେବାର ସୂଚନା ମିଳିବା ପରେ ହିତାଧିକାରୀଙ୍କ ମନରେ ଆଗ୍ରହ ଏବଂ ଉତ୍ସାହ ବଢ଼ିବାରେ ଲାଗିଛି, ଯାହାଫଳରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ସକାଳୁ ସକାଳୁ ମହିଳାମାନେ ଆବଶ୍ୟକ କାଗଜପତ୍ର ଧରି ବ୍ୟାଙ୍କ ସମ୍ମୁଖରେ ଧାଡ଼ି ବାନ୍ଧି ଛିଡ଼ା ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଞ୍ଚଳରେ। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ 10ଟାର 2 ଘଣ୍ଟା ପୂର୍ବରୁ ବ୍ୟାଙ୍କ ସମ୍ମୁଖରେ ଧାଡ଼ି ବାନ୍ଧି ଛିଡ଼ା ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ମହିଳାମାନେ ଜମା ବହିରୁ ସୁଭଦ୍ରା ଯୋଜନାର ଟଙ୍କା ଉଠାଣ କରିବା ପାଇଁ ବ୍ୟାଙ୍କରେ ଧାଡ଼ି ବାନ୍ଧି ଛିଡ଼ା ହୋଇ ରହିଥିବା ଜଣାପଡ଼ିଛି। ଏକ ସମୟରେ ଏତେ ଲୋକଙ୍କୁ ସେବା ଯୋଗାଇବାରେ ବିଳମ୍ବ ହେଉଥିବା ଯୋଗୁଁ ବ୍ୟାଙ୍କରେ ଗହଳି ଲାଗି ରହିଥିବା ଅନୁମାନ କରାଯାଉଛି। ମହିଳାମାନଙ୍କ ଅସମ୍ଭାଳ ଭିଡ଼ ଯୋଗୁଁ ଅନ୍ୟ ଗ୍ରାହକମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ୁଛି। କେବଳ ଯେ ବ୍ୟାଙ୍କରେ ମହିଳାମାନଙ୍କ ଲମ୍ବା ଧାଡ଼ି ଲାଗି ରହିଛି ତାହା ନୁହଁ, ଯେଉଁମାନେ ସୁଭଦ୍ରା ଯୋଜନା ଆବେଦନ କରିନାହାନ୍ତି, ଆବେଦନ କରିବା ପାଇଁ ଜନସେବା କେନ୍ଦ୍ରରେ ମଧ୍ୟ ମହିଳାମାନଙ୍କ ପ୍ରବଳ ଗହଳି ଲାଗିଥିବା ଦେଖିବାକୁ ମିଳିଛି। ନିଜର ଆଧାର କାର୍ଡକୁ ସଂଶୋଧନ କରି ଯଥାଶୀଘ୍ର ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ମହିଳାମାନେ ବ୍ୟାକୁଳ ହୋଇ ଉଠୁଛନ୍ତି। ଅଖିଆ ଅପିଆ ଜନସେବା କେନ୍ଦ୍ରରେ ଅପେକ୍ଷା କରି ରହିଥିବା ବେଳେ କୌଣସି କାରଣବଶତଃ କାମ ନ ସରିଲେ ପୁଣି ପରଦିନ ଆସି ଧାଡ଼ି ବାନ୍ଧି ଛିଡ଼ା ହେବା ଯେ କେତେ କଷ୍ଟ, ତାହା କେବଳ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲୋକ ହିଁ ଜାଣିପାରୁଥିବ। ମହିଳାମାନଙ୍କ ଏମିତି ଗହଳି କେତେ ଦିନ ଯେ ଲାଗି ରହିବ, ଆଉ କେତେ ଦିନ ଯେ ନିଜ କାମଧନ୍ଦା ବନ୍ଦ କରି ଧାଡ଼ି ବାନ୍ଧି ଛିଡ଼ା ହେବେ, ତାହା ସୁରାକ ମଧ୍ୟ ମିଳୁନାହିଁ। ଏହି ଗହଳିକୁ ଅଧିକ ସମସ୍ୟାରେ ପକାଉଛି ବୈଦ୍ୟୁତିକ ସମସ୍ୟା, କେତେବେଳେ ନେଟ୍ର ସମସ୍ୟା ତ କେତେବେଳେ ବିଦ୍ୟୁତ୍ର ସମସ୍ୟା। ଜନସେବା କେନ୍ଦ୍ର ହେଉ କି ବ୍ୟାଙ୍କ ହେଉ, ବିଶେଷ କରି ନେଟ୍ର ସମସ୍ୟା ଯୋଗୁଁ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି ବୋଲି ସୂଚନା ମିଳୁଛି। ମହିଳାମାନଙ୍କ ଆଗକୁ ଏମିତି ଗହଳି କିଭଳି ରହିବ, ତାହା ସମୟ ଆସିଲେ ଜଣାପଡ଼ିବ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।